କେଉଁଠି ଏକ ସ୍ଥାନରେ ଏକ ଚିତାଟିଏ ଦୌଡ଼ୁଅଛି ଏବଂ ତୁମକୁ ଏହା ଦେଖିବାକୁ ବହୁତ ଭଲ ଲାଗିବ। କିନ୍ତୁ ଯେହେତୁ ତୁମେ ଭୌତିକ ବିଜ୍ଞାନକୁ ବହୁତ ପସନ୍ଦ କର, ତେଣୁକରି ମୁଁ ତୁମକୁ ଚିତାଟି ଦୌଡ଼ିବାର ଭିଡ଼ିଓ ଦେଖାଇବା ସ୍ଥାନରେ ଏକ ପରିବେଗ ସମୟ ଗ୍ରାଫ୍ ଦେଖାଇବି। ଚାଲନ୍ତୁ ଗ୍ରାଫ୍ଟିକୁ ଦେଖିବା ଏବଂ ଏହାକୁ ବିଶ୍ଳେଷଣ କରିବା ଏବଂ ଦେଖିବା ଯେ ଚିତାଟି କ'ଣ କରୁଛି। ତେବେ ପରିବେଗ ଏବଂ ସମୟ ଗ୍ରାଫ୍ କ'ଣ? ପରିବେଗ ଏବଂ ସମୟ ଗ୍ରାଫ୍ ଆମକୁ ବସ୍ତୁର, ଯେପରିକି ଆମ ଏ କେସ୍ରେ ଆମ ଚିତାର ଅଲଗା ଅଲଗା ମୁହୂର୍ତ୍ତରେ ବା ପ୍ରତ୍ୟେକ ମୁହୂର୍ତ୍ତରେ ତାର ପରିବେଗ ଦେଇଥାଏ। ମୁଁ ଏହାକୁ ଏଭଳି ଭାବିବାକୁ ପସନ୍ଦ କରିବି ଯେପରିକି ଗୋଟେ ଗାଡ଼ିର ସ୍ପିଡୋମିଟର ଦେଖିବା। ଯେମିତିକି ସ୍ପିଡୋମିଟର ଆମକୁ ପ୍ରତି ମୁହୂର୍ତ୍ତରେ ଗାଡ଼ିର ଗତି ଦେଖାଉଛି। ଯେପରିକି ଏହା ହେଉଛି ଏକ ସ୍ପିଡୋମିଟର ଯାହାକି ଆମକୁ ପ୍ରତି ମୁହୂର୍ତ୍ତରେ ଗାଡ଼ିର ବେଗ ଦେଖାଉଛି। ତେବେ ଏଠାରେ ମୁଁ ବେଗ ବା ପରିବେଗ କହିପାରିବି। ପରିବେଗ ଓ ବେଗ ଭିତରେ ଫରକ ଏତିକି ଯେ ବେଗ ହେଉଛି ଏକ ଅଦିଶ ରାଶି ଯାହାର କୌଣସି ଦିଗ ନଥାଏ। ପରିବେଗ ହେଉଛି ଏକ ସଦିଶ ରାଶି ଯାହାର ପରିମାଣ ଏବଂ ଦିଗ ଉଭୟ ଥାଏ। ମାନେ ବେଗ ସହିତ ଆମେ ଯଦି ଦିଗକୁ ଯୋଡ଼ିଦେବା ତାହେଲେ ଆମକୁ ପରିବେଗ ମିଳିଥାଏ। ତେବେ ଏହି ଗ୍ରାଫ୍ ଆମକୁ ଦିଗ କିପରି ଦେଖାଏ? ତେବେ ଯଦି ଗ୍ରାଫ୍ଟି ପଜିଟିଭ୍ ଅଛି, ଯେପରିକି ବର୍ତ୍ତମାନ ମାନେ ସମୟ ଅକ୍ଷର ଉପରେ ଗ୍ରାଫ୍ଟି ଅଛି, ତେବେ ଆମେ କହିପାରିବା ଯେ ବସ୍ତୁଟି ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ଗତି କରୁଛି, ଯେପରିକି ଡାହାଣ ପାଖକୁ କିମ୍ବା ଉପରକୁ। ଏବଂ ଯଦି ଗ୍ରାଫ୍ଟି ସମୟ ଅକ୍ଷର ତଳେ ଅଛି, ତେବେ ଆମେ କହିବା ପରିବେଗ ବିଯୁକ୍ତାତ୍ମକ ଅଛି ବା ନେଗେଟିଭ୍ ଅଛି। ଅର୍ଥାତ୍ ବସ୍ତୁଟି ଉଦାହରଣ ସ୍ୱରୂପ ବାମକୁ ଯାଉଛି କିମ୍ବା ତଳକୁ ଯାଉଛି। ତେଣୁ ପରିବେଗ ସମୟ ଗ୍ରାଫ୍ ଆମକୁ ଦୁଇଟି ଜିନିଷ ଦେଇଥାଏ, ଗୋଟାଏ ହେଉଛି ଗତି ଏବଂ ଆଉ ଗୋଟାଏ ହେଉଛି ଦିଗ। ଏହି କାରଣରୁ ଏହାକୁ ପରିବେଗ ସମୟ ଗ୍ରାଫ୍ କୁହାଯାଏ। ତେବେ ଚାଲନ୍ତୁ ଦିଗ ବିଷୟରେ ବେଶୀ ଧ୍ୟାନ ନ ଦେଇ ଆମେ ଗତି ଉପରେ ଧ୍ୟାନ ଦେବା। ତେବେ ଏ ଗ୍ରାଫ୍ଟି କ'ଣ କହୁଛି? ଏ ଗ୍ରାଫ୍ କହୁଛି ଯେ ଯେତେବେଳେ ସମୟ ଶୂନ ଥିଲା ସେତେବେଳେ ଆମ ଚିତାର ଗତି ମଧ୍ୟ ଶୂନ ଥିଲା, ମାନେ ଚିତାଟି ସ୍ଥିର ଅବସ୍ଥାରେ ଥିଲା। କିନ୍ତୁ ସମୟ ବଢ଼ିବା ସହିତ କ'ଣ ହେଉଛି? ସମୟ ବଢ଼ିବା ସହିତ ପ୍ରତି ସେକେଣ୍ଡରେ ଚିତାର ଗତି ମଧ୍ୟ ବଢ଼ି ଚାଲିଛି। ଏହାର ଚିତାର ଗତି ଲଗାତାର ବଢ଼ି ଚାଲିଛି ଏବଂ 5 ସେକେଣ୍ଡରେ ଏହା 20 ମିଟର ପର ସେକେଣ୍ଡର ଗତିକୁ ପହଞ୍ଚି ଯାଇଛି। ଯଦି ଚିତା ଦେହରେ ଏକ ସ୍ପିଡୋମିଟର ଲାଗିଥାନ୍ତା ତାହା ଏପରି କିଛି ଦେଖାଯାଇଥାନ୍ତା, ଯେମିତିକି ଶୂନ ସମୟରେ ବା ଜିରୋ ସମୟରେ, ମାନେ ଯେତେବେଳେ ଆମର ଟାଇମର ଜିରୋ ଅଛି ସେତେବେଳେ ଚିତାର ବେଗ ମଧ୍ୟ ଶୂନ ଅଛି। ତେବେ ଏହାର ଗତି ଧୀରେ ଧୀରେ ବଢ଼ି ବଢ଼ି ଯାଉଛି, ଯେମିତିକି 5 ସେକେଣ୍ଡରେ ଚିତାର ଗତି ବଢ଼ି କେତେ ହୋଇଯାଇଛି? 20 ମିଟର ପର ସେକେଣ୍ଡ। ତେବେ ଏହା ପରେ କ'ଣ ହେଲା ଆମେ ଜାଣିନାହୁଁ, କାହିଁକି ନା ଗ୍ରାଫ୍ ଆମକୁ ଏତିକୁ ହିଁ ଦେଇଛି। ଗ୍ରାଫ୍ଟି ସେଇଟାରେ ହିଁ ସମାପ୍ତ ହୋଇଯାଇଛି। ଏବେ ମୁଁ ଭାବୁଛି ଯେ ଆମେ ଅନୁମାନ ଲଗାଇ ପାରିବା ଯେ ଚିତାଟି କ'ଣ କରୁଛି। ତେବେ ଧରିନିଅ ଏହା ହେଉଛି ଆମର ଚିତା। ଯଦିଓ ଏହାକୁ ପୋକ ଭଳି ଦେଖାଯାଉଛି, ମାନିନିଅ ଏହା ହେଉଛି ଆମର ଚିତା। ଆମେ ଜାଣିଛୁ ଯେ ସମୟ ଯେତେବେଳେ ଶୂନ ଅଛି ଚିତାଟିର ବେଗ ମଧ୍ୟ ଶୂନ ଅଛି, ମାନେ ଚିତାଟି ସ୍ଥିର ଅବସ୍ଥାରେ ଅଛି। ଯଦି ଆମେ ଏହି ଚିତା ସହିତ ଏକ ସ୍ପିଡୋମିଟରକୁ ଲଗାଇଦେବା, ତେବେ ସମୟ ବଢ଼ି ଚାଲିବା ସହିତ ଚିତାର ବେଗ ମଧ୍ୟ ବଢ଼ି ବଢ଼ି ଚାଲିବ। ସମୟ ଜିରୋ, ଚିତାଟି ମଧ୍ୟ ସ୍ଥିର ଅବସ୍ଥାରେ ଅଛି। ଏବେ ଚାଲନ୍ତୁ ଦେଖିବା। ସମୟ ବଢ଼ି ଚାଲିବା ସହିତ ଚିତାଟିର ବେଗ ମଧ୍ୟ ବଢ଼ି ଚାଲିଲା ଏବଂ 5 ସମୟ ପରିସମାପ୍ତି ପରେ 5 ସମୟ ଏଣ୍ଡରେ ଚିତାର ବେଗ କେତେ ହୋଇଯାଇଛି? 20 ମିଟର ପର ସେକେଣ୍ଡ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଧ୍ୟାନ ଦେବା ଦରକାର ଯେ ଗାଡ଼ିର ସ୍ପିଡୋମିଟରଟି ଆମକୁ କେବଳ ଗାଡ଼ିଟି କେତେ ଜୋରରେ ଯାଉଛି ତାହା ଦର୍ଶାଇଥାଏ, କିନ୍ତୁ ଏହା ଆମକୁ ଦେଖାଇ ନଥାଏ ଯେ ଗାଡ଼ିର ଅବସ୍ଥିତି କ'ଣ, ଗାଡ଼ିଟି କେଉଁଠି ଅଛି। ସେହିପରି ପରିବେଗ ସମୟ ଗ୍ରାଫ୍ ଗାଡ଼ିଟି ବା ବସ୍ତୁଟି କେତେ ଜୋରରେ ଯାଉଛି ଦେଖାଇଥାଏ ଏବଂ କେଉଁ ଦିଗରେ ଯାଏ ତାହା ଦର୍ଶାଇଥାଏ, କିନ୍ତୁ ଏହା ଆମକୁ ବସ୍ତୁଟିର ଅବସ୍ଥିତି ବିଷୟରେ କିଛି କହିନଥାଏ। ଯେପରି ମୁଁ ଜାଣିନାହିଁ ଯେ ଚିତାଟି କେଉଁଠାରୁ ଆରମ୍ଭ କରିଥିଲା। ହୁଏତ ଏହା ଜିରୋରେ ଥିଲା କି 100 ମିଟରରେ ଥିଲା କି -100 ମିଟରରେ ଥିଲା, ସେ ବିଷୟରେ କୌଣସି ବି ସୂଚନା ନାହିଁ। କେବଳ ଗତି ଏବଂ ଦିଗ ବିଷୟରେ ସୂଚନା ଅଛି। ଠିକ୍ ଅଛି। ଏବେ ଯେତେବେଳେ ଆମେ ଜାଣିଛୁ ଯେ ଚିତାଟିର ପରିବେଗ ବଢ଼ି ବଢ଼ି ଚାଲିଛି, ତା ମାନେ ଚିତାଟି ତ୍ୱରିତ ଗତିରେ ଗତି କରୁଛି। ଯେତେବେଳେ ବସ୍ତୁଟିର ଗତି ବଦଳିଥାଏ, ବଢ଼ିଥାଏ
बा कमी थाए आमे कही थाउ सेठारे बॉडीटी त्वरित गति रे गति करुछि। चलंतु एही ग्राफ को देखि वर्तमान आमे चिताटीर त्वरण निर्धारण करिबा। तेबे आमे किपरि त्वरण निर्धारण करू? आमे जानिचंती त्वरण हेउछि परिवेगर परिवर्तन विभक्तक समय v माइनस u बाय t, जेउटी v हेउछि अंतिम परिवेग, u हेउछि प्रारंभिक परिवेग। तो अंतिम परिवेगरु प्रारंभिक परिवेग को माइनस कले आमको परिवेगर परिवर्तन मिल जिवो एवं t हेउछि समय। बा आमे जानिचंती जे त्वरण हेउछि एकक समय रे परिवेगर हेउथिबा परिवर्तन। तेबे तुमे ए ग्राफ टी को देखि त्वरण निर्धारण करि परिबो कि? वीडियो टी को पॉज करी चेष्टा करंतु। वर्तमान चलंतु देखिबा। तेबे समय जेतेबेले शून्य थिला चिताटीर प्रारंभिक परिवेग थिला शून्य, जहाकु कि आमे u बोली कहउचंती, एवं 5 सेकेंड परे चिताटीर परिवेग हो जाइछि 20, जहाकु कि आमे अंतिम परिवेग कहउचंती v। तेणु करी एवं समय केते नैछि? समय हेउछि 5 सेकेंड। तेणु करी a हेउछि v जहा कि होछि 20 मीटर पर सेकेंड माइनस u जहा कि 0 मीटर पर सेकेंड बाय t समय जहा कि होछि 5 सेकेंड। तेणु करी हमर त्वरण हो जाउछि 20 माइनस 0 20 बाय 5 जहा कि होछि 20 बाय 5 जहा कि होछि 4 मीटर पर सेकेंड जहा को हमें लिखि परिबा 4 मीटर पर सेकेंड स्क्वायर। तेबे एहार माने कोन? तेबे एहार माने होछि प्रति सेकेंड रे चिताटीर परिवेग रे 4 मीटर सेकेंड रो परिवर्तन घटुछि। एहार कोन एठारे कोन होछि? एठारे तार प्रति सेकेंड रे परिवेग रे 4 मीटर पर सेकेंड रो वृद्धि घटुछि। चलंतु वर्तमान धरि नेबा जे एक हरिण चिता पछरे गोडाउछि एवं ताहार परिवेग समय ग्राफ एठारे अछि। तेबे तुमे वर्तमान हरिणर त्वरण निर्धारण करि परिबो कि? यह चिता ठारो अधिक ना कम? पुणी थरे वीडियो टी को पॉज करी हरिणर त्वरण निर्धारण करिया को चेष्टा करंतु। तेबे जेतेबे समय 0 थिला हरिणर गति मध्य केते अछि? 0 बा परिवेग 0 अछि एवं 2 सेकेंड रे हरिणटी 20 मीटर पर सेकेंड रो परिवेग हासिल करिछि। तेणु करी हरिणर परिवेग हेउछि a = v - u t by t जहा कि होछि 20 - 0 by 2 सेकेंड्स। काहे कि एटा हरिण 0 रु प्रारंभिक परिवेग 0 रु अंतिम परिवेग 20 रे पहुंचिया पई 2 सेकेंड समय नैछि। तेणु करी हरिणर त्वरण होई जिवो 20 - 0 20 by 2 जहा कि होछि 10 मीटर पर सेकेंड जहा कि होछि 10 मीटर पर सेकेंड स्क्वायर। तेणु करी हरिणर परिवेग प्रति सेकेंड रे 10 मीटर पर सेकेंड रे परिवर्तित हेउछि। तेणु करी हरिणर त्वरण चितार त्वरण ठारू बहुत अधिक अछि एवं यह जना मध्य पड़ुछि जे चिताटी 5 सेकेंड रे 20 मीटर पर सेकेंड रे पहुंचला बेले हरिणटी मात्र 2 सेकेंड रे 20 मीटर पर सेकेंड रे पहुंच सारुछि। तेबे हमर ए काल्पनिक दुनिया रे हमें कहि परिबा कि जे हरिणटी शीघ्र चिता को धरि नेबो? ना, आमे ए विषय रे किछि भी कहि परिबा नाही। काहे कि ना हमकु ना चितार प्रारंभिक अवस्थिति विषय रे किछि कुआ जाइछि ना हरिणर प्रारंभिक परिस्थिति विषय रे कुआ जाइछि। तेणु करी होई पारे जे हरिणटी चिता थारू बहुत माइल बा बहुत किलोमीटर पछरे थिबो। तेणु करी आमे एठारे कहि परिबा नाही जे हरिणटी चिता को धरिबा को केते समय नेबो। तेबे एही ग्राफ रु आमे देखि पारुचंती जे हरिणर ग्राफ टी बेसी तिर्यक अछि बा बेसी तीख अछि एवं चितार ग्राफ टी कम तिर्यक अछि बा कम तीख अछि एवं आमे जानिचंती जे हरिणर त्वरण हेउछि अधिक। तेणु करी परिवेग समय ग्राफ रे जेउ ग्राफ टी तीख अधिक तीख अछि बा तिर्यक अछि तार त्वरण हेउछि अधिक एवं जेउ ग्राफ टीर तीख कम अछि जेउ ग्राफ टी कम तीख अछि बा कम तिर्यक अछि ता त्वरण हेउछि कम। तो एठारे तुमे याकू एमिति मध्य पाई परिबो जे जदि ए दुईटी पहाड़ होई थाए एवं केउ पहाड़टी चढ़ीबा को तुमको बेसी कष्ट हबो बा केउ पहाड़ अधिक तीख अछि, निश्चित भावे तुमे कहइबो जे हरिणटी पाई जे ग्राफ टी टणा होइछि से पहाड़टी अधिक तीख अछि। तेणु करी से पहाड़टी बा हरिण केस रे त्वरणटी अधिक अछि। तेबे जदि वर्तमान तुमे चितार ग्राफ टी को देखिबो बा ए चितार ग्राफ टी को जो पहाड़ बोली मानैछ तेमि देखिबो या सबु जगह रे समान तीख अछि। एमिति नाही जे केउठी अधिक तीख अछि एवं एमिति नाही जे कोठी कम तीख अछि। ता अर्थ चिताटी समत्वरित गति रे गति करुछि, माने त्वरण सबु बेले
ସମାନ ଅଛି ବା କନଷ୍ଟାଣ୍ଟ ଅଛି। ସେହିପରି ହରିଣର ଗ୍ରାଫଟିକୁ ଦେଖିଲେ ମଧ୍ୟ ତୁମେ ଜାଣିପାରିବ ଯେ ହରିଣ ମଧ୍ୟ ସମତ୍ୱରିତ ଗତିରେ ଗତି କରୁଛି। ତେବେ ଆମେ ଦେଖିଲେ ଯେ ଯଦି ସମତ୍ୱରିତ ଗତିରେ ଗତି କରୁଛି ତାହେଲେ ପରିବେଗ ସମୟ ଗ୍ରାଫଟି କ'ଣ ଆସୁଛି? ଏକ ସରଳ ରେଖା। ତେବେ ଯଦି ଗ୍ରାଫଟି ସରଳ ରେଖା ହୋଇନଥାନ୍ତା, କିଛି ଏଭଳି ହୋଇଥାନ୍ତା, ତାହେଲେ ଆମେ କହିଥାନ୍ତେ ଏଠି ସବୁ ଜାଗାରେ ତ୍ୱରଣ ସମାନ ନାହିଁ। ଯେମିତିକି ପ୍ରଥମ 2 ସେକେଣ୍ଡରେ ତ୍ୱରଣ ବହୁତ ଅଧିକ ଅଛି, କାହିଁକିନା ଗ୍ରାଫଟି ବହୁତ ଅଧିକ ତୀଖା ଅଛି। ନେକ୍ସଟ 2 ସେକେଣ୍ଡରେ ତ୍ୱରଣ କମ୍ ଅଛି। ଦେଖନ୍ତୁ ପରିବେଗରେ ପରିବର୍ତ୍ତନ ମଧ୍ୟ କମ୍ ହୋଇଛି। ଦେଖନ୍ତୁ ପ୍ରଥମ 2 ସେକେଣ୍ଡରେ ପରିବେଗର ପରିବର୍ତ୍ତନ ହେଉଛି ଏତିକି, ନେକ୍ସଟ 2 ସେକେଣ୍ଡରେ ପରିବେଗରେ ପରିବର୍ତ୍ତନ ବହୁତ କମ୍ ଏବଂ ନେକ୍ସଟ 2 ସେକେଣ୍ଡରେ ପରିବେଗରେ ପରିବର୍ତ୍ତନ ନାହିଁ, ଗ୍ରାଫଟି ଫ୍ଲାଟ୍ ଅଛି। ତା ମାନେ ଏଠାରେ ପରିବେଗରେ ପରିବର୍ତ୍ତନ ହେଉନାହିଁ ଏବଂ ଏଠାରେ ତ୍ୱରଣ ଶୂନ ଅଛି। ତେଣୁ ତୁମେ ଯଦି ଏଭଳି ଏକ ଗ୍ରାଫ ଦେଖିବ ତାହେଲେ ସେଠାରେ ତ୍ୱରଣ ସମାନ ନୁହେଁ ବା ବସ୍ତୁଟି ସମତ୍ୱରିତ ଗତିରେ ଗତି କରୁନାହିଁ। ତେବେ ପରିବେଗ ସମୟ ଗ୍ରାଫରୁ ଆମେ କ'ଣ ଶିଖିଲୁ? ଯେ ପରିବେଗ ସମୟ ଗ୍ରାଫ ଆମକୁ ତ୍ୱରଣ ଦେଇଥାଏ ଏବଂ ଯେଉଁ ପରିବେଗ ସମୟ ଗ୍ରାଫଟି ଯେତେ ଅଧିକ ତୀଖ ହେବ ତ୍ୱରଣ ମଧ୍ୟ ସେତେ ଅଧିକ ହୋଇଥିବ। ଏବଂ ଆଉ ଏକ କଥା ମଧ୍ୟ ଜାଣିଲେ ଯେ ପରିବେଗ ସମୟ ଗ୍ରାଫ ଆମକୁ ବସ୍ତୁର ଅବସ୍ଥିତି ବିଷୟରେ କିଛି କହେ ନାହିଁ। ଏହା କେବଳ ଆମକୁ କୁହେ ଯେ ବସ୍ତୁଟି କେତେ ବେଗରେ ଯାଉଛି ଏବଂ କେଉଁ ଦିଗରେ ଯାଉଛି।